ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆଜି ଗୋଟେ ବଢ଼ିଆ କଥାଟି କହୁଛି ଶୁଣନ୍ତୁ। ତ ଜମେ ଘରେ ଜଣେ ସ୍ୱାମୀ ଆଉ ତା ସ୍ତ୍ରୀ ପିଲାମାନେ ସବୁ ଥାଆନ୍ତି। ହେଲେ ତା 2 ଦିନ ପରେ ସାବିତ୍ରୀ ଅମାବାସ୍ୟା ପଡ଼ିବ। ବୁଝିଲ, ସାବିତ୍ରୀ ଅମାବାସ୍ୟା ପଡ଼ିବ ବୋଲି ତା ସ୍ତ୍ରୀ ଫୋନ୍ କଲା, ତୁମେ ଅଫିସରେ ଅଛ ପରା? ଠିକ୍ ଅଛି, ଆସିଲା ବେଳକୁ ଆଉ 2 ଦିନ ପରେ ମୋର ସାବିତ୍ରୀ ବ୍ରତ, ଆଉ ଗୋଟେ 5,000 ଟଙ୍କାର ଶାଢ଼ୀ ଆଣିବ, ଆଉ ଏପେଲ 2 କେଜି ଆଣିବ, ନଡ଼ିଆ ଆଣିବ, କଦଳୀ ଆଣିବ, ଆମ୍ବ ଆଣିବ, ପଣସ ଆଣିବ, ଇତ୍ୟାଦି ଇତ୍ୟାଦି ଫଳ ସବୁ ଧରିକି ଆସିବ। ହଁ, ତ ସ୍ୱାମୀ କହିଲା ଆରେ ବାପା ଗୋଟେ ଜିନିଷ ନେଲେ ତ ତୁମର ହେଇଯିବ, ଗୋଟିଏ ନଡ଼ିଆ, ଗୋଟିଏ ପଣସ, ଗୋଟିଏ ଭଲ ମନ୍ଦ ଯେତିକି ଅଛି ନେଇଗଲେ ହେଇଯିବ। ଆଉ 5,000 ଶାଢ଼ୀ ବୋଲେ ମୋର ତ ଦରମା ମାସକୁ 12,000 15,000, ତୋ ପାଇଁ 5,000 କ'ଣ ଧରିକି ଯିବି? ସ୍ତ୍ରୀ କହିଲା ନାଇଁ, ମୁଁ ଯମରାଜା ପାଖରେ ବର୍ଷକୁ ଥରେ ତୁମକୁ ମାଗୁଛି। ମୋ ସ୍ୱାମୀ ସବୁବେଳେ ଜୀବିତ ଥାଉ, ଆଉ ଯମରାଜା ସହିତ ଲଢ଼େଇ କରିକି ତୁମ ପାଇଁ ମାଡ଼ ଲାଗୁଛି। ତୁମେ ଗୋଟେ 5,000 ଟଙ୍କାର ଶାଢ଼ୀ ଆଣିପାରିବନି, ଗୋଟେ ଜିନିଷ ଆଣିପାରିବନି ବର୍ଷକୁ। ସ୍ୱାମୀ କହିଲା ସ୍ତ୍ରୀକୁ, ସବୁବେଳେ ତ ଏମିତି କହିକି ଯାଉଛୁ, ହେଲେ ଠିକ୍ ଅଛି। ଇଏ ସବୁଠି ସ୍ତ୍ରୀ ମାଡ଼ଗାଳ ଲାଗିଲା, ନାଇଁ ତୁମେ ଯେମିତି ହେଲେ ଆଣିବାକୁ ପଡ଼ିବ। ଯେତେବେଳେ ମାଡ଼ଗାଳ ଲାଗିଲା, ଇଏ ସବୁଠୁ କ'ଣ କଲା ଜାଣିଛ ନା? ମୋଦି ଆଉ ନବୀନ ପଟ୍ଟନାୟକ ତ ବିନା ସ୍ତ୍ରୀରେ ଅଛନ୍ତି, ତାର ତ କିଏ ସାବିତ୍ରୀ ଅମାବାସ୍ୟା କରୁନାହାନ୍ତି। ସିଏ ତ ପୁଣି ଜୀବିତ ଅଛି ନା। ନାଇଁ ମୋର ଦରକାର ନାହିଁ, ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।